କରି କରୁଥାଇ ସେହି ତୋବିନୁ ଅନ୍ୟ ଗତି ନାହିଁ। ସେ ହେଉଛନ୍ତି ବିଶ୍ୱ ବ୍ରହ୍ମାଣ୍ଡର ଠାକୁର ଏବଂ ବିଶ୍ୱ ନିୟନ୍ତା। ତେଣୁକରି ତାଙ୍କ ବାବଦରେ ଆମେ ଆଉ କ'ଣ କହିବା। ଅନୁଭୂତି କହିଲେ ତ ଅନେକ, ପ୍ରତ୍ୟେକଟି ଓଡ଼ିଆ ବା ବିଶ୍ୱର ସେ ଦେବତା। ପ୍ରତ୍ୟେକଟି ଓଡ଼ିଆଙ୍କ ମନରେ ଯାହା ଅନୁଭୂତି ଆପଣମାନେ ଜାଣିଥିବେ, ସମସ୍ତଙ୍କ ମନରେ କେବଳ ଜଗନ୍ନାଥ। ସିଏ ହେଉଛନ୍ତି ଆମର କ'ଣ କହନ୍ତିନି ଜାତିର ଦେବତା ଏବଂ ବିଶ୍ୱର ଦେବତା। ସିଏ ହେଉଛନ୍ତି ସ୍ରଷ୍ଟା, ସିଏ ହିଁ ଗଢ଼ିଛନ୍ତି, ସେ ଦେଶ ବ୍ରହ୍ମାଣ୍ଡକୁ ଚଳାଉଛନ୍ତି। ତାଙ୍କ ବାବଦରେ ଆମେ ଅନ୍ୟତ୍ର ଆଉ କ'ଣ କହିବା। ଆଉ ଅନୁଭୂତି କହିଲେ ପ୍ରତ୍ୟେକଟି ସମୟରେ ଯେତେବେଳେ ଆମର କିଛି ସୁବିଧା ବା ଅସୁବିଧା ସମୟରେ ଆମେ ସେଇ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଗୁହାରି କରିଥାଉ କି ପ୍ରଭୁ ଜଗନ୍ନାଥ ଏ ଯେଉଁ ଅସୁବିଧା ସମୟରେ ଆମକୁ ଟିକେ ପାରି କର ବା ଆମକୁ ସାହା ହୁଅ। ସେଇ ହେଉଛି ସମସ୍ତଙ୍କ ଭିତରେ ଗୋଟେ ଅନୁଭୂତି, ଯାହାକି ମୋ ଭିତରେ ବି କେତେକ ଅନୁଭୂତି ଯେତେବେଳେ ମୁଁ ଇଲେକ୍ସନକୁ ଆସିଲି ବା ମାନେ 2022 ମସିହାରେ, ସେତେବେଳେ ଇଲେକ୍ସନ ମୁଁ ଲଢ଼ିବାକୁ ଗଲି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଏତିକି ଗୋଟେ ଖାଲି କାମନା କରିଥିଲି, ପ୍ରଭୁ ଆପଣ ହେଉଛନ୍ତି ମୋର ଦେବତା ଏବଂ ଆପଣଙ୍କ ଇଚ୍ଛା ଯାହା ସେୟା ହିଁ ହେବ। ତେଣୁକରି ପ୍ରଭୁଙ୍କର ସେଇ ଅନୁଭୂତି ମୋର ନିଜେ ଆଜି ବି ମନେ ପଡ଼ୁଛି। ପ୍ରଭୁ ନିଶ୍ଚିନ୍ତ ଆମ ଡାକ ଶୁଣିଛନ୍ତି।